ପାଣିପାଗ ବିଭାଗ ଅନୁସାରେ ତାପମାତ୍ରା 45 ଡିଗ୍ରୀ ସେଲସିୟସରୁ 55 ଡିଗ୍ରୀ ସେଲସିୟସକୁ ଯିବ। ଯଦି କେହି ଶ୍ୱାସରୁଦ୍ଧ ଅନୁଭବ କରୁଛନ୍ତି କିମ୍ବା ହଠାତ୍ ଅସୁସ୍ଥ ଅନୁଭବ କରୁଛନ୍ତି ତାହେଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। କୋଠରୀ ଭିତରେ କବାଟ ଖୋଲା ରଖନ୍ତୁ। ଯଦି କୌଣସି ଭେଣ୍ଟିଲେସନ୍ ନାହିଁ ମୋବାଇଲ ବ୍ୟବହାର କରନ୍ତୁ ନାହିଁ। ମୋବାଇଲ ଫାଟିଯିବାର ସମ୍ଭାବନା ଅଛି। ଦୟାକରି ସାବଧାନ ରୁହନ୍ତୁ ଏବଂ ଲୋକଙ୍କୁ ଜଣାନ୍ତୁ। ଥଣ୍ଡା ପାନୀୟ ଯଥା ଦହି, ମଠା, ବେଲପଣା ଇତ୍ୟାଦି ପିଅନ୍ତୁ। ସିଧାସଳଖ ସୂର୍ଯ୍ୟ ତଳେ କେହି ରୁହନ୍ତୁ ନାହିଁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ପର୍ଯ୍ୟାପ୍ତ ଖାଦ୍ୟ ଖାଆନ୍ତୁ ଏବଂ ପାଣି ପିଅନ୍ତୁ। ଧନ୍ୟବାଦ।